ସକାଳର ଗରମ ଗରମ ଚା ସାଙ୍ଗକୁ ଦୁଇ ପଟ ବିସ୍କୁଟ ଖାଇବାର ମଜା କିଛି ଅଲଗା। ଏଇ ଚା ସାଙ୍ଗରେ ବିସ୍କୁଟ ଖାଇବା ପାଇଁ ହଉ ନହେଲେ ଛୁଆମାନଙ୍କ ପାଇଁ ଆମେ ବଜାରରୁ ଭିନ୍ନ ଭିନ୍ନ ପ୍ରକାରର ଦାମୀ ଦାମୀ ବିସ୍କୁଟ କିଣିଥାଉ, କିନ୍ତୁ ଏଇ ରେସିପି ଦେଖିଲା ପରେ ଆପଣମାନେ ବଜାରରୁ ବିସ୍କୁଟ କିଣି ଖାଇବା ଭୁଲିଯିବେ। କାରଣ ଏଇ ବିସ୍କୁଟଟି ବଜାରରୁ ମିଳୁଥିବା ବିସ୍କୁଟ ଭଳି ବହୁତ କ୍ରିସ୍ପି, ବହୁତ ହେଲ୍ଦି। କାରଣ ଏହାକୁ ଆମେ ବିନା ଚିନିରେ ତ ବନେଇଛେ, ଆଉ ଯାହା ବି ଇନଗ୍ରିଡିଏंट्स ଆଡ୍ କରୁଛେ ସେସବୁ ଆମ ରୋଷେଇ ଘରେ ଆରାମସେ ମିଳିଯିବ। ନମସ୍କାର ଦର୍ଶକ ବନ୍ଧୁ, ପ୍ରିୟଦର୍ଶିନୀ ହୋମ୍ ଫୁଡ୍ ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଆଜିର ଏହି ରେସିପିଟିକୁ ଷ୍ଟାର୍ଟ କରିବା। ଏହି ରେସିପି ବନେଇବା ପାଇଁ ଆପଣମାନଙ୍କୁ ଗୋଟେ ଗିନା କିମ୍ବା କପ୍ଟା ସେଟ୍ କରି ନେବାକୁ ହେବ, ଯେଉଁଥିରେ ଆପଣମାନେ ମାପିକି ସବୁ ଜିନିଷ ପକାଇବେ। ପ୍ରଥମେ ଆମେ ଗୁଡ଼ର ଶିରା ବନେଇବା। ଯେହେତୁ ଆମେ ଚିନିରେ ବନାଉନେ, ତ ଯେଉଁ ବାଉଲରେ ମୁଁ ଗୋଟେ ଫୁଲ୍ ଗିନା ପାଣି ଦେଉଛି, ସେଇ ବାଉଲରେ ଗୋଟେ ଫୁଲ୍ ଗିନା ଗୁଡ଼ ଦେଉଛି। ମାନେ ଯେତିକି ଗୁଡ଼ ସେତିକି ହିଁ ପାଣି ଦେଉଛି। ତ ଏଇଠି ଦେଖନ୍ତୁ, ୟାକୁ ଆମେ ଏବେ ମେଲ୍ଟ କରିବା। ଶିରା ମାନେ ଆପଣମାନଙ୍କୁ ପୁରାପୁରି ଅଠାଳିଆ ପାଗ କରିବାର ନାହିଁ, ଯେମିତିକି ଆପଣମାନଙ୍କର ଗୁଡ଼ଟା ପୁରା ମେଲ୍ଟ ହେଇଯିବ ପାଣିରେ, ସେଇଭଳି ଭାବରେ ଆପଣମାନେ ଶିରାଟା ପ୍ରସ୍ତୁତ କରିବେ। ଟିକେ ହାତକୁ ଅଠା ଅଠା ଲାଗିବ। ଏଇଠି ଦେଖନ୍ତୁ, ଆମର ଗୁଡ଼ଟା ଭଲ ଭାବରେ ମିଶିଗଲାଣି ପାଣିରେ ବା ମେଲ୍ଟ ହେଇଗଲାଣି। ଏବେ ଗ୍ୟାସ୍କୁ ଅଫ୍ କରିକି ଆକୁ ଆମେ ସାଇଡ଼୍ରେ ରଖିବା। ଏବେ ଗୋଟେ ପ୍ୟାନ୍ ଗରମ କରିବା, ସେଇଥିରେ ଦେଇଦେବା 4 ବଡ଼ ଚାମଚ ଫ୍ରେଶ୍ ନଡ଼ିଆ କୋରା। ୟାକୁ ଛାଡ଼ିଲେ ଆପଣମାନେ ଡେଜିକେଟେଡ୍ କୋକୋନଟ୍ ପାଉଡ଼ର ମଧ୍ୟ ନେଇପାରିବେ, ଯେଉଁଟା ମାର୍କେଟରେ ଆଭେଲେବୁଲ୍ ଅଛି ପ୍ୟାକେଟ୍ ଅନୁସାରେ। ତ ଯଦି ମୋ ଭଳି ଫ୍ରେଶ୍ ନଡ଼ିଆ କୋରା ନେଉଛନ୍ତି, ତାହେଲେ ଆପଣମାନେ ଅଳ୍ପ ପରିମାଣରେ ଦେବେ। ମାନେ 2 ଚାମଚ ନହେଲେ 3-4 ଚାମଚ ଦେବେ, ଅଧିକ ବିଲକୁଲ ବି ଦେବେନି, ହେଲେ ଛାଣିଲା ବେଳେ ପ୍ରୋବ୍ଲେମ୍ ହେଇପାରେ। ଆଉ ଯଦି ବି ଦେଉଛନ୍ତି, ତାହେଲେ ଆପଣମାନେ ୟାକୁ ହାଲକା ଟିକେ ଭାଜି ନେବେ। ଏଇଟା ମୁଁ ମୋ ଆଇଡ଼ିଆରେ ବନେଇଛି, କାରଣ ମୋତେ ଲାଗିଲା ଯେମିତିକି ଫ୍ରେଶ୍ ଯଦି ଆମେ ପକାଉଛେ, ଏଇଟା ଅଧିକ ଦିନ ଧରି ଆମେ ବିସ୍କୁଟଟା ରଖିପାରିବାନି। ତ ହାଲକା ଟିକେ ଭାଜି ନେଲେ ଏଥିରେ ଯେଉଁ ପାଣି ଅଂଶଟା ଥିବ ସେଟା ଟିକେ ମରିଯିବ, ଆଉ ଏଇଟା ଟିକେ ଝୁରଝୁରା ଟାଇପ୍ର ରହିଯିବ, ଯେଉଁଟା ଆମର ବିସ୍କୁଟଟା ନଷ୍ଟ ହେବା ପାଇଁ ଦେବନି। ତ ଦେଖିପାରୁଥିବେ ଏମିତି ହାଲକା ଟିକେ ଭାଜି ନେଇଛି। ଆଉ ଆଗରୁ ଆଉ ଏବେର ଫରକ ଆପଣମାନେ ଦେଖିପାରୁଥିବେ, କେତେ ବଢ଼ିଆ ସେ ସୁଖା ସୁଖା ହେଇଯାଇଛି। ଆଉ ବେଶୀ ଭାଜିବେନି, ବେଶୀ ଭାଜିଲେ ନଡ଼ିଆରୁ ଆମର ତେଲ ବାହାରେ, ଆପଣମାନେ ଜାଣିପାରୁଥିବେ, ଟେଷ୍ଟଟା ବିଲକୁଲ ବି ଭଲ ଲାଗିବନି। ହାଲକା ଟିକେ ସୁଖା ସୁଖା ହେଇଗଲା ଭଳିଆ ଭାଜି ନେବେ। ଏବେ ନଡ଼ିଆ କୋରାଟା ଆମର ଭାଜି ହେଇଗଲାଣି। ଗ୍ୟାସ୍ ଅଫ୍ କରି ନେଉଛି ଏବଂ ଆକୁ ଗୋଟେ ପ୍ଲେଟ୍କୁ ବାହାର କରି ନେଉଛି। ଏବେ ଗୋଟେ ବଡ଼ ଥାଳି ନେଇଯାଉଛି। ତ ଏମିତି ଗୋଟେ ବଡ଼ ଜାଗା ନେଇଯିବେ, ଯେଉଁଥିରେ ଆପଣମାନେ ଆରାମସେ ବିସ୍କୁଟର ପ୍ରସ୍ତୁତି କରିପାରିବେ, ମାନେ ଚକଟା ଚକଟି ମଧ୍ୟ ଆରାମସେ କରିପାରିବେ। ତ ଏଇଠି ଦେଖନ୍ତୁ, ଥାଳିରେ ମୁଁ ଦେଇଦେଉଛି ଗୋଟେ ଫୁଲ୍ ଗିନା ପାଖାପାଖି ଅଟା। ଯେଉଁ ଗିନାରେ ଆମେ ଅଟା ଦେଇଥିଲେ, ସେଇ ଗିନାରେ ଆପଣମାନେ ଅଧା ଗିନା ଦେବେ ସୁଜି। ଏଇଠି ସରୁ ଦାନା ସୁଜି ଯଦି ନେଉଛନ୍ତି ତାହେଲେ ଭଲ ରହିବ, ଆଉ ଯଦି ମୋଟା ଦାନା ବାଲା ସୁଜି ଅଛି ତାହେଲେ ଟିକେ ଗ୍ରାଇଣ୍ଡିଙ୍ଗ କରି ନେଇଯିବେ। ଏହାପରେ ଆମେ ଦେଇଦେବା ଆମର ବିସ୍କୁଟଟା ଟିକେ ଅଧିକ ଟେଷ୍ଟ କରିବା ପାଇଁ ମିଲ୍କ ପାଉଡ଼ର। ଏଠି ମୁଁ 4 ଚାମଚ ନେଇଛି। ଆପଣମାନେ ଯଦି ମିଲ୍କ ପାଉଡ଼ର ଚାହିଁବେ ତ ସ୍କିପ୍ କରିପାରିବେ, ନହେଲେ 4 ଚାମଚ ଜାଗାରେ ଆପଣମାନେ କମ୍ ବେଶୀ କରିପାରିବେ। ତାପରେ ଆମେ ଯେଉଁ ନଡ଼ିଆଟା ଭାଜିକି ରଖିଥିଲେ ତାକୁ ଦେଇଦେବା। ତା ସାଙ୍ଗରେ କିଛି କାଜୁ ଏବଂ ବାଦାମକୁ ଭାଜିକି ଏମିତି ଟିକେ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲି, ମାନେ ଟିକେ ଦରଦରା ପେଷିକି ରଖିଥିଲି, ତାକୁ ଦେଇଦେବା। ତାପରେ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇକି ଆକୁ ଟିକେ ଭଲ ଭାବରେ ମିଶାଇ ନେବା। ମିଲ୍କ ପାଉଡ଼ର ପକାଇଛେ, ଆଉ ମିଲ୍କ ପାଉଡ଼ରଟା ଆମର ବାହାରେ ରହିଲେ ନା ସେଟା ଟିକେ ଗେଟାଳିଆ ହେଇଯାଏ। ତ ପ୍ରଥମେ ଆକୁ ଟିକେ ଭଲ ଭାବରେ ମିଶାଇ ନେବା, ଯେମିତିକି ଅଟା ସୁଜି ଦେହରେ ଭଲସେ ମିଶିଯିବ। ତାପରେ ଆମେ ଏଥିରେ ଟିକେ ଭଲ ବାସ୍ନା ଫ୍ଲେଭର ପାଇଁ ଦେଇଦେବା ଅଧ ଛୋଟ ଚାମଚ ପାଖାପାଖି ଗୁଜୁରାତିର ଗୁଣ୍ଡ ଏବଂ 3 ବଡ଼ ଚାମଚ ପାଖାପାଖି ଧଳା ରାଶି। ରାଶିଟା ଦେଲେ ବିସ୍କୁଟଟା ଭାରି ସୁନ୍ଦର ଦେଖାଯାଏ ଏବଂ ଟେଷ୍ଟରେ ବି ବହୁତ ଭଲ ଲାଗେ। ଏସବୁକୁ ପ୍ରଥମେ ଆମେ ହାତରେ ଟିକେ ଏମିତି ଶୁଖିଲାରେ ମିଶାଇ ନେବା। ଶୁଖିଲାରେ ମିଶାଇବା ଦ୍ୱାରା ଆମର ଯାହା ବି ଇନଗ୍ରିଡିଏଣ୍ଟସ୍ ଆଡ଼୍ କରିଛେ ନା, ସେସବୁ ଭଲ ଭାବରେ ମିଶିଯିବ। ତାପରେ ମୁଁ ଏଠିରେ ଦେଇଦେଉଛି 3 ବଡ଼ ଚାମଚ ପାଖାପାଖି ଗୁଆ ଘିଅ। ଗୁଆ ଘିଅଟା ଦେଲେ ଆମର ବିସ୍କୁଟଟାର ଫ୍ଲେଭରଟା ଭଲ ଆସିଥାଏ। ଆପଣମାନେ ଚାହିଁଲେ ଏଥିରେ ରିଫାଇନ୍ ତେଲ ମଧ୍ୟ ଆଡ଼୍ କରିବେ। ତାପରେ ହାତରେ ଦେଖନ୍ତୁ ଏମିତି ଚାପି ଚାପିକି ମୁଁ ଭଲ ଭାବରେ ମିଶାଇ ନେଉଛି। ତାପରେ 2 ହାତ ଲଗେଇକି ଏମିତି ଘଷି ଘଷିକି ମିଶାଉଛି। ଏମିତି ମିଶାଇଲେ ସୁଜି, ଅଟା ଏସବୁ ଘିଅ ସାଙ୍ଗରେ ଭଲ ଭାବରେ ମିଶିଯିବ। ଆମର ଖାସ୍ତାଟା ଭଲ ହେବ, ଯାହାଫଳରେ କି ବିସ୍କୁଟଟା ଆମର ଟିକେ କୁଡ଼ମୁଡ଼ିଆ ଲାଗିବ। ଏଇଠି ଭଳି ଦେଖନ୍ତୁ, ଯେମିତି ଆପଣମାନଙ୍କୁ ଭିଡ଼ିଓରେ ଦେଖାଉଛି, ସେମିତି ଠିକ୍ ଆପଣମାନେ ଘଷି ଘଷି ହାତରେ ଭଲ ଭାବରେ ମିଶାଇ ନେବେ ଘିଅକୁ। ଏଠି ଆମର ଘିଅଟା ଭଲ ଭାବରେ ମିଶିଗଲା। ଏବେ ଆମେ ଚେକ୍ କରିବା କି ଆମର ଖାସ୍ତା ବନିଛି କି ନାହିଁ। ତ କେମିତି ଜାଣିବେ? ହାତରେ ଏମିତି କିଛି ପରିମାଣରେ ନେଇକି ମୁଠା କରିବେ, ମୁଠାଟା ଯେମିତି ଭାଙ୍ଗିବନି। ଏଠି ଦେଖନ୍ତୁ, ମୁଠା ବିଲକୁଲ ବି ଭାଙ୍ଗୁନି। ତ ଆମର ଖାସ୍ତାଟା ଏକଦମ ରେଡ଼ି ହେଇଯାଇଛି। ଏବେ ଆମେ କ'ଣ କରିବା ନା, ଯେଉଁ ଗୁଡ଼ର ଶିରା ପ୍ରସ୍ତୁତ କରି ରଖିଥିଲେ ତାକୁ ଅଳ୍ପ ଅଳ୍ପ ଦେବା ଏବଂ ଅଟାକୁ ସେଇଥିରେ ଗୋଳେଇବା। ତ ଆପଣମାନେ ଏକାଥରେ ବିଲକୁଲ ବି ଦେବେନି, କାରଣ ଯଦି ଆପଣମାନଙ୍କର ପାଣିଆ ହେଇଯାଉଛି, ଆପଣମାନେ ଯଦି ଏକ୍ସଟ୍ରା ଅଟା କିମ୍ବା ସୁଜି ଦେଉଛନ୍ତି, ତାହେଲେ ଆପଣମାନେ ଯାହା ବି ମେଜରମେଣ୍ଟ କରିଛନ୍ତି ସବୁ ଭୁଲ ଭାଲ ହେଇଯିବ। ଅଟାରେ ଆପଣମାନଙ୍କର ବିସ୍କୁଟଟା ପରଫେକ୍ଟ ବନିବନି। ତ ମୁଁ ଆଉ 1ରୁ 2 ଚାମଚ
आमर गुड़ पानी रखी जदि मते दरकार पड़े मु देबी। आउ जदि आपण माने बनाउछंती गुड़ पानी नाही ताहाले किछि प्रॉब्लम नाही, आपण माने पानी हाथ हेकि मध्य चकटी पारिबे। तो ये देखंतु आउ 2 चम्मच मोर दरकार पड़ला तो मु आकु देकी आउ थरे भल्लो भाबरे टिके चकटी नउची जेमती आपण माने अटा चकड़ंती ठीक से भली भाबरे। एबे देखंतु आमर पूरा परफेक्ट गोटे डो प्रस्तुत हेकि रेडी हो गला। ये देखंतु ना बेसी पतला रहिछि ना बेसी मोटा रहिछि। एबे आमे याकु 10 मिनिट पाखापाखी कभर करिकी रेस्ट दबा। 10 मिनिट हो गला परे आमर अट्टाटा भल भाव सेट हो जाइथिबो। एबे हल्का हाथ रे टिके 2-3 मिनिट याकु टिके चकटी नहीं सारा परे एमती सेपरेट करिके गोटे गोटे डो रखी नबा। एमती कले आमको बनवा पई सहज हबो। एबे कोन करबा ना आमे बिस्कुट रो शेप देवा पई गोटे पट्टा नहीं जिबा। आपण माने चाहिले किचन फ्लोर मध्ये यूज करि परिबे। तो ये देखंतु जेमते आपण माने मसला शिलोरे बाटंती ठीक से भली भाव में 2 हाथ रे आको मोड़ी चलिबे। एमती करिके गोटे परफेक्ट शेप दे सारा परे छुरी साहाय्य रे हम आको एबे काटि नबा। तो ये देखि पारथिबे टिके तेरछे की काटिबे। प्रथम साइडटा आमे काटिके बाहर कर नबा, तापरे आमे गोटे गोटे बिस्कुट रो शेप दबा। एठी मु तेरछे की बिस्कुटटा काटुची माने शेप दउची जेमती मार्केट रे हमकु मिले। आपण माने चाहिले लंबा लंबा साइज रो मध्य काटि परिबे, माने सीधा आपण माने काटि परिबे। एठी मु आपण मानको प्रथम पीसटा देखौची देखंतु भितरे आपण माने देखि पारथिबे केमती जाली रहिची। आ आमे काटिला बेले आपण माने लक्ष्य करथिबे शेपटा आपण मानकर पूरा परफेक्ट रहिची। देखंतु किछि भी हमर फाटिनी कि बिगिडिनी। आउ आपण मानकर जदि चकटाटा नरम रहिबो बिल्कुल भी आपण मानकर काटि हबनी, एटा पूरा नरम हे जिवो। आपण माने एइत्रु ही जानि परिबे कि हमर चकटाटा केते परफेक्ट रहिची। एडी सेकेंड पीसटा मध्य बाहर कर नउची। सेम पीस रे आमे सब गुडाक बनेकी रेडी करि नबा। हां गोटे जिंस ध्यान रखिबे जेतबे काटुछंती बेसी मोटा किंबा पतला रखिबेनी, 1 इंच पाखापाखी मोटा रखिबे। बिस्कुट गुडाक काटिबा भितरे एपटे मु तेल को गरम करि नेइतिली। तेल को मु मीडियम फ्लेम रे ही रखीची, माने याको बेसी जोरे तातिबा को देबेनी किंबा कम रे आपण माने आंचटा देबेनी। जदि आपण माने कम रे दउछंती एटा पूरा सिठुआ टाइप रो हबो। जदि आपण माने हाई रे दउछंती एटा अति शीघ्र नाली पड़ी जिवो आ बिल्कुल भी क्रिस्पी लागिवोनी आ भितरटा मध्य सिझिवोनी। तो आपण माने मीडियम रे ही प्रथमे रखिबे। बिस्कुट गुडा को प्रथमे आपण माने तेल रे दे साला परे बिल्कुल भी आपण माने हाथ लगेबेनी, माने लुहा कड़िका किंबा कोनोसी चामच लगेबेनी। तो देखिबे जेमती हल्का टिके साइड गुडा को रेड पड़ी पड़ी आसुची, तापरे आपण माने उल्टा पल्टा करिवे। आउ एठी मो आंचटा पूरा मीडियम रे ही रखिची फास्ट लास्ट पर्यंत। जदि आपण माने पारिबे टिके लो रे रखुथिबे, मीडियम रे रखिबे, किंतु हाई रे बिल्कुल भी रखिबेनी। एडी देखि पारुथिबे दुई साइड बढ़िया भाबरे आपण मानकर नाली पड़ी आसी। एबे ए सब को बाहर करि नबा। आ याकू बिल्कुल भी गरम गरम खाइबेनी, कारण गरम गरम बिल्कुल भी क्रिस्पी लागिवोनी। छाणी किरी किछ समय आपण माने रखि नेबे एम्ति खोला रे। तो तापर आपण माने देखिबे बिस्कुटटा केते बढ़िया क्रिस्पी हेची। नेक्स्ट भारी मु एडी बसौची। आ तेलटा जेतु पूरा गरम थिला ठंडा कर नउची प्रथमे, तापर मीडियम रे रखिकी पुणी थरे सेम प्रोसेस रे छाणी नउची। एठी आपण मानकु देखौची, सुनी की जानि परथे बिस्कुटटा केते बढ़िया क्रिस्पी हेची। किछि समय मु छाणी सला परे एम्ति रूम टेम्परेचर रे रखि देथिली, माने खोला रे ही रखि देथिली। रहिला ऑयल तो आपण माने देखि पारथे मो हाथ रे धरिची। बिल्कुल भी यह ऑयली नुह, बहुत ही भल टेस्ट सांग को हेल्दी मध्य। आमे चीनी बिल्कुल भी यूज करिने, गुड़ रे बनेइचे तो समस्ते खाई परिबे। रहिला बिस्कुट रो क्रिस्पीनेस एठी देखंतु, माने दुई साइड ही क्रिस्पी अछि। आउ आपण माने देखिकी ही जानि परिबेनी कि एटा आमे घरे बनेइचे, बाहर बिल्कुल भी किनिने। तो बाहर रो दामी दामी बिस्कुट थारु तो यह बहुत ही ऊपर, माने बहुत बढ़िया। आपण माने घरे निहाती भाबरे ए अट्टा नडिया रो बिस्कुट ट्राई करंतु, केमती कोन लागिला मते निहाती कमेंट रे जणेबे। ताहले जदि भिडियोटी भल लागिची भिडियोटी को लाइक करबा को जमा भूलबेनी। आ सांग साथी सह समस्तक सह शेयर करंतु। जदि मो चैनल रे आपण माने नुवा अछंती ए जाय सब्सक्राइब करि नाहंती ताहले निहाती सब्सक्राइब करंतु। रहउची नमस्कार, देखा गोटे नेक्स्ट वीडियो रे।